ସମସ୍ତଙ୍କୁ ନମସ୍କାର। ପିଲେ ଆମ ହାତରେ ଆଉ କମ୍ ସମୟ ରହିଛି କାରଣ 21 ତାରିଖ ଆମର ଓଷ୍ଟେଡ୍ ଏକ୍ଜାମ୍। ଆଜି ପିଲେ କେତେ ତାରିଖ ହେଇଗଲା? ଆଜି ଆମର 13 ତାରିଖ ହେଇଗଲା ପିଲେ। ଆମ ପାଖରେ ଆଉ ମାତ୍ର 7 ଦିନ ମାନିକି ଚାଲ, କାରଣ 21 ତାରିଖ ଦିନ ତୁମେ ଏକ୍ଜାମ୍ ଦେବ, 7 ଦିନ ରହିଲା। ତେବେ ଆମେ 7 ଦିନରେ କ'ଣ କରିବା ପିଲେ? ନା ଆମେ ବହୁତ ସାରା କ୍ୱେଶ୍ଚିନ୍ ଡିସ୍କସନ୍ କରିଥିଲେ ମଧ୍ୟ ଆଉ କିଛି କ୍ୱେଶ୍ଚିନ୍ ପିଲେ ମିକ୍ସ କରିକି ପ୍ରାକ୍ଟିସ୍ କରିବା। କାରଣ ୟା ପୂର୍ବରୁ ଆମେ ୟୁନିଟ୍ ୱାଇଜ୍ ସବୁ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରୁଥିଲେ, PYକୁ ପ୍ରାକ୍ଟିସ୍ କରୁଥିଲେ। ଆଜି ଆଉ କିଛି କ୍ୱେଶ୍ଚିନ୍ ପିଲେ ଆମେ ମିକ୍ସକୁ ପ୍ରାକ୍ଟିସ୍ କରିବା। ଆଉ ତୁମେମାନେ ବି ଜାଣିପାରିବ କି ମୋର କେତେ କ'ଣ ପାଠ ଏପର୍ଯ୍ୟନ୍ତ ହୋଇଛି ଆଉ କ'ଣ ହେଇନି ପିଲେ। କାରଣ ଏବେ ତୁମ ପାଖରେ ଆଉ ସମୟ ନାହିଁ। ଏବେ ତୁମେ ଯେତେ ପ୍ରାକ୍ଟିସ୍ କରିବ, ଯେତେ କ୍ୱେଶ୍ଚିନ୍ର ଏକ୍ସଟେନସନ୍ କରିବ, ସେତେ ତୁମ ପାଇଁ ଭଲ ପିଲେ। ତେବେ ଆମର ଲକ୍ଷ୍ୟ କ'ଣ ପିଲେ? ଏବେ ଆମର ମେନ୍ ଲକ୍ଷ୍ୟ ହେଲା ପିଲେ ଏବେ ଏଇ 7 ଦିନରେ ଆମେ ଓଷ୍ଟେଡ୍ ଏକ୍ଜାମ୍ କ୍ଲିୟର କରିବା। ତେଣୁକରି ପିଲେ ଏଇ କ୍ଲାସ୍ଟି ଆଜି ପୁରା ଆମର ଓଷ୍ଟେଡ୍ ଉପରେ ରହିବ ପିଲେ। ଆଉ ଏଇ କ୍ୱେଶ୍ଚିନ୍ ଗୁଡ଼ିକ ପିଲେ ତୁମକୁ SSB, TGT ହଉ, RST ହଉ, ଏ ସମସ୍ତ ଏକ୍ଜାମ୍ରେ ମଧ୍ୟ ତୁମକୁ ସାହାଯ୍ୟ କରିବ ପିଲେ। ତେବେ ଆଜି ଆମେ ପିଲେ 50ଟି କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ଆଉ ପିଲେ ଯେଉଁଠି ଏକ୍ସଟେନସନ୍ କରିବାର ଅତ୍ୟନ୍ତ ଆବଶ୍ୟକ ପଡ଼ିବ ଆମେ ସେଠି ଅଧିକା ଏକ୍ସଟେନସନ୍ କରିବା। ଆଉ ମୁଁ ତୁମକୁ କିଛି କିଛି ସମୟ ଦେବି ହେଲା। ଏଇ କ୍ଲାସ୍ଟି ମୁଁ ପ୍ରିମିୟରରେ ପକାଇବି। ତୁମେ ପ୍ରିମିୟର ପିଲେ କ୍ଲାସ୍ଟିକୁ ଦେଖିବ, ଆଉ କ୍ୱେଶ୍ଚିନ୍ ଆନ୍ସର୍ ଦେବ, ତାପରେ କହିବ କି କାହାର କେତେ ପିଲେ ଏକ୍ଜାମ୍ ତୁମର ରହିଲା। ଯେଉଁ 50ଟି କ୍ୱେଶ୍ଚିନ୍ ରହିଛି ପିଲେ, 50ଟି କ୍ୱେଶ୍ଚିନ୍ରୁ ତୁମର କେତୋଟି କ୍ୱେଶ୍ଚିନ୍ ଠିକ୍ ହେଲା ତାକୁ କମେଣ୍ଟ ବକ୍ସରେ କହିବ। ତୁମ ନାଁ ଲେଖିବ, ତୁମ ନାଁ ସହିତ ତୁମେ କେତେ ମାର୍କ ରଖିଲ ତାହା ପିଲେ ଲେଖିବ। ମୁଁ ଆଶା କରୁଛି ସମସ୍ତେ ନିଶ୍ଚୟ କମେଣ୍ଟ ବକ୍ସରେ ଲେଖିବ ହେଲା। କାରଣ ତୁମ ବହୁତ ପିଲେ କମେଣ୍ଟ ବକ୍ସରେ କୌଣସି ପ୍ରକାର ଅପଡ଼େଟ୍ ଦେଉନ ପିଲେ, କାରଣ ମୁଁ କ୍ୱେଶ୍ଚିନ୍ କହୁଛି ତୁମେ କ୍ୱେଶ୍ଚିନ୍ର ଆନ୍ସର୍ ଦେଉନ। ତଥାପି 2-3 ଜଣ ପିଲେ ଦେଉଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ। ଆଉ ସମସ୍ତେ ପିଲେ ଚେଷ୍ଟା କରିବ, କାରଣ ତୁମେ ଲେଖିଲେ ତୁମର ହିଁ ଜ୍ଞାନର ବିକାଶ ଘଟିବ ହେଲା। ତେବେ ପିଲେ ଆମ ସହିତ ଯୋଗାଯୋଗର ମାଧ୍ୟମ ପିଲେ କହି ରଖୁଛି, ଏ ହେଲା ଆମର ୟୁଟ୍ୟୁବରେ ପିଲେ ଆମର ସଂସ୍କୃତ ସୌଭାଗ୍ୟ ଆମ ଚ୍ୟାନେଲ୍ ରହିଛି। ତୁମେ ସେଠି ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଅନ୍ କଲେ ଆମର କ୍ଲାସ୍ର ସମସ୍ତ ଅପଡ଼େଟ୍ ପାଇପାରିବ। ଆଉ PDF ଗୁଡ଼ିକ ପାଇଁ କିମ୍ବା କ୍ଲାସ୍ର ଅନ୍ୟାନ୍ୟ ସୂଚନା ସମ୍ବନ୍ଧୀୟ ପାଇଁ ତୁମେ ଟେଲିଗ୍ରାମ ଆଉ ହ୍ୱାଟ୍ସଆପ୍ ଗ୍ରୁପ୍ ପିଲେ ଫଲୋ କରିବ। ହ୍ୱାଟ୍ସଆପ୍ ଚ୍ୟାନେଲ୍କୁ ଫଲୋ କରିବ, ସଂସ୍କୃତ ସୌଭାଗ୍ୟ ନାଁରେ ଆମର ଅଛି ପିଲେ ହ୍ୱାଟ୍ସଆପ୍ ଚ୍ୟାନେଲ୍। ଆଉ ଟେଲିଗ୍ରାମ ଗ୍ରୁପ୍ ମଧ୍ୟ ସଂସ୍କୃତ ସୌଭାଗ୍ୟ ନାଁରେ ଅଛି। ତୁମେ ଚାହିଁଲେ ଏଇ ଦୁଇଟି ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବ। ତେବେ ମୁଖ୍ୟ ଭାବରେ ଆମର ଏଇ 3ଟି ମାଧ୍ୟମ ରହିଛି, ୟୁଟ୍ୟୁବ୍, ଟେଲିଗ୍ରାମ ଆଉ ପିଲେ ହ୍ୱାଟ୍ସଆପ୍। ଏ ସମସ୍ତ ଏଠି କ'ଣ ପାଇଁ ପଢ଼ାଯାଏ ପିଲେ? ନା ଓଷ୍ଟେଡ୍ ସଂସ୍କୃତ, RST, SSB, TGT, SSD ଏଇ ସମସ୍ତ ପାଇଁ ସଂସ୍କୃତ କ୍ଲାସ୍ ଏବେ ଆମର ଚାଲିଅଛି। ଠିକ୍ ଅଛି ପିଲେ, ତୁମେ QR କୋଡ଼୍ ସ୍କାନ୍ କରି ମଧ୍ୟ ଆମର ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ ଜଏନ୍ ହୋଇପାରିବ। ତ ପିଲା ବିଳମ୍ବ କରିବାନି, ଏବେ କ୍ୱେଶ୍ଚିନ୍କୁ ଯିବା, ଦେଖିବା କ'ଣ କ'ଣ ସବୁ କ୍ୱେଶ୍ଚିନ୍ ଅଛି। ତ ପିଲେ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କଲାବେଳେ ତୁମର କେଉଁ କ୍ୱେଶ୍ଚିନ୍ ହେଇନି ସେ କ୍ୱେଶ୍ଚିନ୍ ନମ୍ବରଟି ଲେଖିବ, ଆଉ ସେ କ୍ୱେଶ୍ଚିନ୍ଟିକୁ ମୋତେ ଖାତାରେ ଲେଖି ତାର ବିଷୟଟିକୁ ପିଲେ ଦେଖିନେବ। କାରଣ କ୍ୱେଶ୍ଚିନ୍ ସହିତ ତୁମେ ଯେତେବେଳେ ବିଷୟଟିକୁ ସ୍ମରଣ କରିବ ସେତେବେଳେ ତୁମର ଅଧିକା ମନେ ରହିବ। ଏବେ ଚାଲ ପ୍ରଥମ କ୍ୱେଶ୍ଚିନ୍ ଦେଖ। ପ୍ରଥମ କ୍ୱେଶ୍ଚିନ୍ଟି ଆସିଲା ଆମର ପିଲେ ୟୁନିଟ୍ 1 ହେଲା। ୟୁନିଟ୍ 1 ତୁମେ କ୍ୱେଶ୍ଚିନ୍ ଦେଖିକି ଜାଣିପାରୁଥିବା ଦରକାର ଏଇଟା କେଉଁ ୟୁନିଟ୍ରୁ ଆସିଛି ପିଲେ, ଆଉ କେଉଁ ବିଷୟରେ ପଚାରୁଛି ହେଲା। ତେବେ କ୍ୱେଶ୍ଚିନ୍ଟି ଆସିଲା କେଉଁଠି ପିଲେ? ୟୁନିଟ୍ 1ରୁ। ୟୁନିଟ୍ 1ର କ'ଣ ପ୍ରଥମ ପ୍ରଶ୍ନ ଆସିଲା? ନା ସ୍ୱୟଂଭୁବା କାହା ଉତ୍ସୃଷ୍ଟା? ସ୍ୱୟଂଭୁବା କ'ଣ ଉତ୍ସୃଷ୍ଟା କରିଥିଲେ ପିଲେ? କ'ଣ ସୃଷ୍ଟି କରିଥିଲେ? ଏଇଟା ପିଲେ ଗୋଟେ ଶ୍ଲୋକ, ଯେଉଁ ପ୍ରଥମ ୟୁନିଟ୍ର ଶ୍ଲୋକ ପଢ଼ିଲେ, ଅନାଦି ନିଧନମ ନିତ୍ୟା ଭାଗବତ ସୃଷ୍ଟା ସ୍ୱୟଂଭୁବା। ତେବେ କ'ଣ କରିଥିଲେ ପିଲେ କୁହ? ଶ୍ଲୋକ ଗୁଡ଼ିକ ପିଲା ମୁଁ ବାରମ୍ବାର କହିଛି, ପଢ଼ିଲା ବେଳେ ଶ୍ଲୋକ ଗୁଡ଼ିକ କହିଥିଲି, ତୁମେ ଶ୍ଲୋକ ଗୁଡ଼ିକ ମନେ ରଖିଥିବା ଦରକାର। ତେବେ ନିତ୍ୟାବାଗ ହେଲା, ନିତ୍ୟାବାଗକୁ ସୃଷ୍ଟି କରିଥିଲେ। ସେ ଶ୍ଲୋକଟି କିଏ କହିଥିଲେ ପିଲେ? ନା ଭର୍ତ୍ତୃହରି କହିଥିଲେ। କେଉଁଠି ସେ ଶ୍ଲୋକ ବିଷୟରେ କୁହାହେଇଛି ପିଲେ? ବାକ୍ୟପଦ୍ୟମରେ ଆଉ ମହାଭାରତରେ। ଏ ଉଭୟକୁ ମଧ୍ୟ ଆନ୍ସର୍ ଏଥିରେ LTR ମାନିଥିଲା, ବାକ୍ୟପଦ୍ୟ ଆଉ ମହାଭାରତ। ତୁମେ ମଧ୍ୟ ତାକୁ ମାନି ଆଗକୁ ଚାଲିବ ପିଲେ। ଅପସନ୍ର ଯେଉଁଟା ଦେଇଥିବ ତୁମେ ତାକୁ ଚୁଜ୍ କରିବ। ତେବେ ଦ୍ୱିତୀୟ ପ୍ରଶ୍ନ ଦେଖ, ପ୍ରାଚୀନତମ ଜ୍ଞାନସ୍ୟ ପ୍ରକାଶମ କରତି। ପ୍ରାଚୀନତମ ଜ୍ଞାନର ପ୍ରକାଶ କିଏ କରିଥାଏ? ଏତଦ ମଧ୍ୟରୁ କିଏ କରିଥାଏ କୁହ? ଶାସ୍ତ୍ର କରିଥାଏ, ନା ବେଦ କରିଥାଏ, ନା ଉପନିଷଦ କରିଥାଏ, ନା ବେଦାଙ୍ଗ କରିଥାଏ? କିଏ କରିଥାଏ ପିଲେ? ଆମେ ଜାଣିଛନ୍ତି ପ୍ରାଚୀନତମ ଜ୍ଞାନର ପ୍ରକାଶ ବେଦ ହିଁ କରିଥାଏ। ଇଏ ପିଲେ ଅତି ସହଜ, ଏଠି କୌଣସି ପ୍ରକାର ଏକ୍ସଟେନସନ୍ ଆବଶ୍ୟକତା ନାହିଁ ପିଲେ ହେଲା। ଏଇଭଳି ସହଜ ପ୍ରଶ୍ନ ଆସିବ ପିଲେ। ତୁମେ ଭାବୁଥିବ ସାର୍ ଏଇଭଳିଆ କ'ଣ ସହଜ ପ୍ରଶ୍ନ ଆସିବ? ତୁମେ ଏକ୍ଜାମ୍ରେ ଯେତେବେଳେ ବସିବ ସେତେବେଳେ ହିଁ ଜାଣିବ କି ଓଷ୍ଟେଡ୍ ଏକ୍ଜାମ୍ରେ କେମିତି ସବୁ ପ୍ରଶ୍ନ ଆସୁଛି। କିମ୍ ସଂସ୍କୃତ ଭାଷାୟାः ବୈଜ୍ଞାନିକତ୍ୱം ପ୍ରତିପାଦୟତି। ଏ ଭିତରୁ କିଏ ପିଲେ ସଂସ୍କୃତ ଭାଷାର ବୈଜ୍ଞାନିକ ତତ୍ତ୍ୱକୁ ପ୍ରତିପାଦିତ କରେ? ଶାସ୍ତ୍ର, ନା ବେଦ, ନା ନିରୁକ୍ତ, ନା ବ୍ୟାକରଣ? ସାର୍ ବ୍ୟାକରଣ।
ବୈଜ୍ଞାନିକ ତତ୍ତ୍ୱ କଥା କହିଲେ ବେଲେ ବ୍ୟାକରଣ ଏଠି ଉଚ୍ଚାରଣ ସମ୍ବନ୍ଧୀ ହଉ, ବର୍ଣ୍ଣର ଉତ୍ପତ୍ତି ସମ୍ବନ୍ଧୀ ହଉ, ଧ୍ୱନିର ଉତ୍ପତ୍ତି ଏ ସମସ୍ତ ପ୍ରକାର ବିଷୟର ଚର୍ଚ୍ଚା କୋଉଠି ହେଇଛି ବେଲେ ନା ବ୍ୟାକରଣରେ। ତେଣୁ ବ୍ୟାକରଣ ହିଁ ବୈଜ୍ଞାନିକତ୍ୱକୁ ପ୍ରତିପାଦନ କରେ ହେଲା। କାରଣ ତାର ପ୍ରତ୍ୟେକ ବର୍ଣ୍ଣର ଉଚ୍ଚାରଣ ସମସ୍ତ ବ୍ୟାକରଣ ନିୟମ ଅନୁସାରେ ହେଇଥାଏ ବେଲେ ଆମର ବୈଜ୍ଞାନିକ ତନ୍ତ୍ରରେ ଯଦି ଆମେ ଚିନ୍ତା କରିବା ତାହେଲେ ସବୁ ଜଣା ପଡ଼ିଥାଏ। ବ୍ୟାକରଣସ୍ୟ ବ୍ୟବସ୍ଥିତ ମାର୍ଗସ୍ୟ ସମୁଚିତଃ କ୍ରମଃ। ବ୍ୟାକରଣର ବ୍ୟବସ୍ଥିତ ମାର୍ଗର ସମୁଚିତ କ୍ରମ କୋଉଟା ବେଲେ କୁହ? ସୂତ୍ର, ବାର୍ତ୍ତିକ, ଭାଷ୍ୟ, ବୃତ୍ତି, ଟୀକା। କାରଣ ସୂତ୍ର କହିଲେ ପାଣିନି, ବାର୍ତ୍ତିକ କହିଲେ କାତ୍ୟାୟନ, ଭାଷ୍ୟ କହିଲେ ପତଞ୍ଜଳି, ବୃତ୍ତି କହିଲେ ବେଲେ ଭଟ୍ଟଜୀ, ତାପରେ ଟୀକାକାର ମାନେ ଆସିଲେ ହେଲା। ତେଣୁ ଅପସନ୍ ଡି ହେଉଛି ଠିକ ଉତ୍ତର ହେଲା। ଏମିତି ପ୍ରଶ୍ନ ଆସିବ ବେଲେ ହେଲା। ଏସବୁ ପୂର୍ବ ବର୍ଷରେ ବି ଏଭଳି ପ୍ରଶ୍ନ ଆସିଛି ହେଲା। ଆମେ ପିୟୁଏକ ଡିସ୍କସନ୍ କଲାବେଳେ ତୁମେ ଦେଖିଥିବ। ଏତାସୁ ଭାଷାସୁ କା ଆଧୁନିକ ଭାଷା ନ। ଏଇ ଯୋଉ ଭାଷା ଗୁଡ଼ିକ ରହିଲା ଏ ଭିତରୁ ଆଧୁନିକ ଭାଷା କୋଉଟା ନୁହେଁ? ସଂସ୍କୃତ, ଓଡ଼ିଆ, ହିନ୍ଦୀ ଆଉ ଅହମିଆ। ଏଠି ତ ଦେଖିକି ଜାଣିପାରୁଥିବ କି ସାର୍ ହଁ ଏଠି ସଂସ୍କୃତ ଭାଷା ହେଉଛି ପ୍ରାଚୀନତମ ଭାଷା, ତେଣୁ ଏ ଆଧୁନିକ ଭାଷାରେ ଯିବ ନାହିଁ। ତେବେ ଏଠି ଯଦି ଆଧୁନିକ ଭାଷା ପଚାରିଲା ଏ ଭିତରୁ ପଚାରି ଦେଇ ପାରିଥାନ୍ତା କି ଭିତରୁ କିଏ କିଏ ଆଧୁନିକ ଭାଷା ଅଟନ୍ତି, ଏଠି ନ ଦେଇଛି ଏଠି ଅସ୍ତି ପଚାରିଥାନ୍ତା, ତାହେଲେ ଓଡ଼ିଆ, ହିନ୍ଦୀ, ଅହମିଆ ଆମେ ନେଲେ ଆଧୁନିକ ଭାଷା। ଠିକ ଅଛି। ସେମିତି ଦେଖିବା ଯଦି ସଂସ୍କୃତ ହିସାବରେ ପିଲା ଚିନ୍ତା କରାଯିବ ଏଇ ତିନିଟାକୁ ଆମେ ଆଧୁନିକ ଭାଷାରେ ମଧ୍ୟ ଗ୍ରହଣ କରିପାରିବା। କିନ୍ତୁ ଅଧିକ ଯଦି କେବଳ ଏମାନେ ନଥାନ୍ତେ ବୋଲି ଆଉ ଅନ୍ୟ ଭାଷା ଥାନ୍ତା ତାହେଲେ ହିନ୍ଦୀ ହେଇଥାନ୍ତା। ଧର ଏଠି ଦ୍ରାବିଡ଼ ଭାଷା ଦୁଇଟି ଥାନ୍ତା, ଏଠି ସଂସ୍କୃତ ଥାନ୍ତା, ତେବେ ହିନ୍ଦୀକି ଆମେ ଆଧୁନିକ ଭାଷା ରୂପେ ଗ୍ରହଣ କରିଥାନ୍ତେ। ଠିକ ଅଛି। ତାପରେ ସାଂସ୍କ୍ରିଟ ଅର୍ଥୱାର୍ଡସ୍ ଏତଦ୍ ଅଭିଧାନମ୍ କିଦୃଶମ୍। ଏ ଯୋଉ ସାଂସ୍କ୍ରିଟ ଅର୍ଥୱାର୍ଡସ୍ ଯୋଉ ରହିଲା ଅଭିଧାନଟି, ଏଇ ଅଭିଧାନଟି କେଉଁଭଳି ପିଲେ? ଜର୍ମାନୀରୁ ସଂସ୍କୃତରେ ନା ସଂସ୍କୃତରୁ ଇଂରାଜୀରେ ନା ସଂସ୍କୃତରୁ ଜର୍ମାନୀରେ ନା ଇଂରାଜୀରୁ ସଂସ୍କୃତରେ? ଏଟାକେ କିଏ ଲେଖିଥିଲେ ପିଲେ? କେବେ ଏଟା ପ୍ରକାଶିତ ହେଇଥିଲା କହିଲ? এটা କେବେ ପ୍ରକାଶିତ ହେଇଥିଲା ସାଂସ୍କ୍ରିଟ ଅର୍ଥୱାର୍ଡସ୍? ନା ସାରେ 1852 ମସିହାରେ। କେବେ ହେଇଥିଲା ପିଲେ? ନା 1852 ମସିହାରେ ଇଏ ପ୍ରକାଶିତ ହୋଇଥିଲା। ତେବେ କେଉଁ ଭାଷାରୁ କେଉଁ ଭାଷାରେ ହେଇଥିଲା ପିଲେ ଇଏ? ନା ସାରେ ଇଏ ସଂସ୍କୃତର ଜର୍ମାନୀ ଭାଷାରେ ହେଇଥିଲା। ଠିକ ଅଛି। ମସିହା ଗୁଡ଼ିକ ପିଲାଟି ଲକ୍ଷ୍ୟ କରିବ, ମସିହା ଗୁଡ଼ିକ ପଚାରି ଦେଇପାରେ ହେଲା। ତାପରେ ଚାଲ कति द्राविड़ भाषा सन्ति। द्राविड़ भाषा केतोटी पिले? द्राविड़ भाषा केतोटी? द्राविड़ भाषा हेले चारोटी। से द्राविड़ भाषा चारोटी कोउटे पिले? ना दक्षिण भारतर जो चारोटी मुख्य भाषा रही से चारोटी मुख्य भाषा को आम द्राविड़ भाषा रे ग्रहण करला। चलो ओडिशायां षष्ठी कक्षातः संस्कृत शिक्षायाः प्रचलनम कस्मात् वर्षात् प्रचलति। एटी पिले अनेक सारा आम पढ़ी कि बहुत सारा एटी देइतला हमर मसिया से सबरे किछि ना किछि संबंध थिला। तबे ओडिसा रे षष्ठ श्रेणी रो संस्कृत शिक्षार प्रचलन केबे आरंभ होइतिला बिले? सर 2010 मसिया। 2010 मसिया आरंभ होइतिला। तबे अन्य मसिया गुड़े देखिलो ता सहित किछि रिलेटेड विषय पढ़िचंती कि ना? हाँ सर 2012 रे एसजेएसबी रो कोन हेतला बिले? एसजेएसबी रो शिक्षा शास्त्री आरंभ होइतिला। 2013 रे हमर सिटी पिलांग मान पई कोन हेतला बिले? ना संस्कृत शिक्षण व्यवस्था आरंभ कराइतिला, तांको प्रशिक्षण द्वारा आरंभ कराइतिला हैला। तापर जिबा एबोली अन्य गुडी थिला बिले जेबला 1980 मसिया हमर सदाशिव विषय रे अछि हैला, ताको भी मन रखिबो। तापर पळेला पिले उठ। हां ये प्रैक्टिकल संस्कृत डिक्शनरी केना लिखितम? ये जो एक प्रैक्टिकल संस्कृत डिक्शनरी कहा द्वारा लिखा है बिले? एच.एस. विल्सन ना मैक्स मुलर ना एम.एम. विलियम ना मैकडोनाल्ड के लिखछंती? ना सर मैकडोनाल्ड लिखछंती। तबे एच.एस. विल्सन का विषय किछि आमे पढिचंती कि एच.एस. विल्सन? हां सर एच.एस. विल्सन बा कहितले भारतस्य प्रतिष्ठा द्वे संस्कृतम संस्कृति तथा। तले मैक्स मुलर कोन कहिचंती कि? सर मैक्स मुलर बा ऋग्वेदर प्रकाशन करथिले 1857 रे। आ तले एम.एम. विलियम किछि कहिचंती कि? एम.एम. विलियम कोन अछि बिले? ना डिक्शनरी इंग्लिश टू संस्कृत, संस्कृत टू इंग्लिश डिक्शनरी।
ହେଲା। ଏମାନଙ୍କ ସମ୍ବନ୍ଧୀୟ କଥା ଗୁଡ଼ିକ ବି କହିଦେଲେ, ୟାର ଆମର ସ୍ମରଣ ହେଇଗଲା ପିଲେ। ତାପରେ ଚାଲ ସ୍ପଷ୍ଟ ଉଚ୍ଚାରଣ ପୂର୍ବକମ୍ ସ୍ୱମନୋଭାବସ୍ୟ ଯଥୋଚିତ ପରିପ୍ରକାଶः कीदृशं ଲକ୍ଷ୍ୟମ୍। ସ୍ପଷ୍ଟ ଉଚ୍ଚାରଣ ପୂର୍ବକ ସ୍ୱମନୋଭାବର ଯଥୋଚିତ ପରିପ୍ରକାଶ कीदृश ଲକ୍ଷ୍ୟ ପିଲେ, କେଉଁ ପ୍ରକାର ଲକ୍ଷ୍ୟ ଅଟେ? ଜ୍ଞାନାତ୍ମକ ନା ଭାବାତ୍ମକ ନା କୌଶଳାତ୍ମକ? ତୁମେ ପିଲେ ପରିପ୍ରକାଶ କରିବ ହେଲା। ପରିପ୍ରକାଶ କରିବ ଯେତେବେଳେ କିଛି ନା କିଛି କହିବ, ସେ କ'ଣ ହେଲା ପିଲେ ନା କୌଶଳାତ୍ମକରେ ହେଲା। ଯଦି ତ ଭାବ କଥା କହୁଛି, ଅନୁଭବ କଥା କହୁଛି, ଭାବାତ୍ମକରେ। ଯଦି କିଛି ତମେ ଶିଖୁଛ, ଜାଣୁଛ, ଜ୍ଞାନାତ୍ମକରେ। ଯେତେବେଳେ ତମେ ଉପସ୍ଥାପନ କରୁଛ କିମ୍ବା ପ୍ରତିବୃଷ୍ଟି ଦଉଛ, ଏ ପିଲେ କୌଶଳାତ୍ମକରେ ଆସିଯିବ ହେଲା। ତାପରେ ଯିବା, ତେବେ ଏଗୁଡ଼ିକ ପିଲେ ଆହୁରି କେମିତି ପ୍ରଶ୍ନ ଆସିପାରିବ? ଏଇ ଯେ ଆମର ଯେଉଁ ପଢ଼ିଲେ, ଆମେ ଜାଣିଛନ୍ତି ଜ୍ଞାନାତ୍ମକ ପିଲେ ଇଂଲିଶରେ କ'ଣ କହନ୍ତି ନା କଗ୍ନେଟିଭ୍, ଭାବାତ୍ମକକୁ ଆଫେକ୍ଟିଭ୍, ଆଉ କୌଶଳାତ୍ମକ ପିଲେ କୋନେଟିଭ୍ ହେଲା। ସେଟାକୁ ମଧ୍ୟ ମନେ ରଖିବ, ଠିକ୍ ଅଛି। ସେମିତି ବି ପଚାରି ଦେଇପାରେ। ୟାର ଇଂଲିଶ ନାଁ ଗୁଡ଼ିକ ମଧ୍ୟ ସବୁ ମନେ ରଖିବ, ଜ୍ଞାନାତ୍ମକ, ଭାବାତ୍ମକ, କୌଶଳାତ୍ମକ ହେଲା। ଏମାନଙ୍କୁ ସବୁ ଇଂରାଜୀରେ କ'ଣ କୁହାଯାଉଛି। ତାପରେ କାୟେନ ମନସା ବୁଦ୍ଧ୍ୟା କିଂ ଶ୍ରବଣମ୍ ନିର୍ଦ୍ଦିଶତି। କାୟେନ ମନସା ବୁଦ୍ଧ୍ୟା, ଏ କେଉଁ ପ୍ରକାର ଶ୍ରବଣକୁ ନିର୍ଦ୍ଦେଶ ଦେଉଛି ପିଲେ, ଜଣୁଛି। କାୟେନ ମନସା ବୁଦ୍ଧ୍ୟା କେବଲୈରିନ୍ଦ୍ରିୟୈରପି योगिनः कर्म कुर्वन्ति सङ्गं त्यक्त्वा आत्मशुद्धये। ଏଠି କେଉଁଠି କୁହାଯାଇଛି ପିଲେ ନା ଗୀତାରେ କୁହାଯାଇଛି। କେଉଁ ଶ୍ରବଣ ବିଷୟରେ କୁହାଯାଇଛି ପିଲେ? ସେଟା ବାଧାହୀନ ଶ୍ରବଣ ବିଷୟରେ କୁହାଯାଇଛି। କାୟେନ ମନସା ବୁଦ୍ଧ୍ୟା, ଏ ବାଧାହୀନ ଶ୍ରବଣ ବିଷୟରେ କୁହାଯାଇଛି। ତେବେ ଶାନ୍ତଚିତ୍ତରେ ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍, ଏକାଗ୍ର ଶ୍ରବଣରେ ସଂକଳ୍ପ ପ୍ରଭବାନ କାମାନ୍ ହେଲା। ତେବେ ବାଧାହୀନ ଶ୍ରବଣ କହିଲେ କ'ଣ ତମେ ଜାଣିଥିବ? ବିନା ବାଧା ବିଘ୍ନରେ ଯେଉଁଠି ଶ୍ରବଣ ହେଉଥିବ ବାଧାହୀନ ଶ୍ରବଣ। ଶବ୍ଦ ପ୍ରଦୂଷଣ ବିନା ଶ୍ରବଣକୁ ବାଧାହୀନ ଶ୍ରବଣ କୁହାଯିବ। ଶାନ୍ତଚିତ୍ତ ଶ୍ରବଣ, ଯେଉଁଠି ଆମେ ମନକୁ ଶାନ୍ତ କରି ଶୁଣୁଥିବା, ମନକୁ ଯଦି ଏକାଗ୍ର କରି ଗୁରୁ ସମଗ୍ର ଶୁଣୁଥିବା ଏକାଗ୍ର ଶ୍ରବଣ। ପାଠ୍ୟ ସମ୍ବନ୍ଧୀୟ କିନ୍ତୁ ପାଠ୍ୟ ବହିର୍ଭୂତ ବିଷୟ ଶ୍ରବଣ ଅନୌପଚାରିକ ଶ୍ରବଣ। ତାପରେ ଆସିଲା ଛଦ୍ମ ବ୍ୟାକରଣମ୍ କସ୍ୟ ବ୍ୟାକରଣସ୍ୟ ନାମାନ୍ତରମ୍। ଏ ଯେଉଁ ଛଦ୍ମ ବ୍ୟାକରଣ କେଉଁ ବ୍ୟାକରଣର ନାମାନ୍ତର ଅଟେ? କାହାର ଅଟେ ପିଲେ କୁହ? व्यावहारिक व्याकरणस्य, तात्विक व्याकरणस्य ना लघु व्याकरणस्य ना सात्विक व्याकरणस्य? कार बिले छद्म व्याकरण। ए कथाटी मैं बहुत थर कही। छद्म व्याकरण कहार अन्य नाम बिले? अन्य नाम गुड़िक मुझे लेखिक अलग देती बिले। क्लास कहवा सत्वे भी मुझे टेलीग्राम रे तुमको अलग लेखिक देती कहार कौन अन्य नाम है ना व्यावहारिक व्याकरण। ये व्यावहारिक व्याकरण कौ स्तर में बेसी उपयोग कराए पिले ना प्राथमिक स्तर में उपयोग कराए। तात्विक व्याकरण पिले आम गुरुकुल परंपरा रे आधुनिक जो नियमपूर्वक व्याकरण अध्ययन कराउछि सेठी मध्ये तात्विक व्याकरण रे अध्ययन करा जाय था पिले। किंतु व्यावहारिक व्याकरण प्राथमिक स्तर रे व्याकरण शिक्षण पई व्यवहार करा जाय। जाको हम व्यावहारिक व्याकरण कोन कहउछन पिले ना फंक्शनल ग्रामर, आ तात्विक व्याकरण कहउछन फॉर्मल ग्रामर ହେଲା। ये व्यावहारिक व्याकरण है अनौपचारिक व्याकरण, आउ तात्विक व्याकरण है औपचारिक व्याकरण, ठीक अच्छे। तापर अभ्यास सर्वशास्त्राणां बोधादपि गरीयसी इत्युपरि विश्वसिति। या पर किए विश्वास कर बिले? अभ्यास सर्वशास्त्राणां बोधादपि गरीयसी। किए किए पिले के प्रकार प्रणाली कहते? पाठ्यपुस्तक प्रणाली अन्य नाम कौन? गतानुगतिक प्रणाली। तबे ये किए किए पिले अभ्यास सर्वशास्त्र पारंपरिक प्रणाली बा ट्रेडिशनल मेथड रे कह जाए। जेहेतु ये अधिक रटन उपर प्राधान्य दे थाए, ये आउरी कौन करे ना स्मरण शक्ति उपर अधिक प्राधान्य दे थाए है। आरोह प्रणाली रे आरोह अवरोह या व्याकरण यूज करा जाए। आरोह को इंडक्टिव मेथड कह जाए, अवरोह को डिडक्टिव मेथड कह जाए, परंपरा को ट्रेडिशनल मेथड कह जाए, पाठ्यपुस्तक को टेक्स्ट बुक मेथड कह जाए है। तापर भंडारकर पद्धति नामना परिचिता पद्धति क्या? भंडारकर पद्धति नाम क्यों पद्धति परिचित अटे? परंपरा पद्धति ना व्याख्या पद्धति ना व्याकरण अनुवाद पद्धति ना अनुवाद पद्धति? देख पिले ये दुईटी उत्तर हो पार। व्याकरण अनुवाद पद्धति भी हो, अनुवाद पद्धति भी हो। किंतु तुम्हें व्याकरण अनुवाद पद्धति सहित जीव पिले, कारण से व्याकरण अनुवाद पद्धति की अधिक मानुची। अनुवाद पद्धति देते सिटी बही से व्याकरण अनुवाद पद्धति व्याकरण अनुवाद पद्धति सहित जीव, ठीक अच्छे।
ଆଉ ଯଦି ବ୍ୟାକରଣ ଅନୁବାଦ ପଦ୍ଧତି ନାହିଁ ତାହେଲେ ଅନୁବାଦ ପଦ୍ଧତି ସହିତ ଯିବ। ଠିକ୍ ଅଛି। ଇଲା ପିଲେ ଭଣ୍ଡାରକର ପଦ୍ଧତି। ଭଣ୍ଡାରକର ପଦ୍ଧତିର ସ୍ଥାପକ କିଏ ପିଲେ? ଡକ୍ଟର ଗୋପାଳ କୃଷ୍ଣ ଭଣ୍ଡାରକର। ତାଙ୍କର 2ଟି ପୁସ୍ତକ ଥିଲା। ସେ ପୁସ୍ତକ 2ଟିର ନାଁ କ'ଣ ଲେଖିବ? ଏ ଭଣ୍ଡାରକର ପଦ୍ଧତି ପୁଣି କେତେ ଭାଗରେ ବିଭକ୍ତ? ନା 4 ଭାଗରେ ବିଭକ୍ତ। ସେ 4 ପ୍ରକାର କ'ଣ କ'ଣ ତାକୁ ମଧ୍ୟ ତୁମେ ମାନେ ଲେଖିକି କହିବ ହେଲା। କମେଣ୍ଟ ବକ୍ସରେ ଲେଖିବ ପିଲେ। ତାପରେ ଦେଖ ଅନୁବାଦ ବିଧିନା କସ୍ୟ ସୃଜନ ଶକ୍ତେଃ ବିକାଶः ସମ୍ଭବତି। ଆମେ ଯେତେବେଳେ ଅନୁବାଦ କରନ୍ତି ସେ ଅନୁବାଦ ବିଧି ଦ୍ୱାରା କାହାର ସୃଜନ ଶକ୍ତିର ବିକାଶ ହୋଇଥାଏ ପିଲେ? କାହାର ହେଇଥାଏ ପିଲେ? ଛାତ୍ରର ହୋଇଥାଏ ନା ଶିକ୍ଷକଙ୍କର ହୋଇଥାଏ ନା ଅଭିଭାବକଙ୍କର ହୋଇଥାଏ ନା ପ୍ରଥମ 2 ଜଣଙ୍କର? ପ୍ରଥମ 2 ଜଣ କହିଲେ ପିଲେ ଛାତ୍ର ଶିକ୍ଷକ। ତେବେ କାହାର ହୋଇଥାଏ ପିଲେ କୁହ? ନା ସାର୍ ଉଭୟଙ୍କର ହୋଇଥାଏ। ଛାତ୍ରର ବି ହୋଇଥାଏ ଆଉ ଶିକ୍ଷକଙ୍କର ହୋଇଥାଏ। 2 ଜଣଙ୍କର ସୃଜନ ଶକ୍ତିର ବିକାଶ ହୋଇଥାଏ ଅନୁବାଦ ପଦ୍ଧତି ଦ୍ୱାରା। ଠିକ୍ ଅଛି। ତାପରେ ପ୍ରତ୍ୟକ୍ଷ ପଦ୍ଧତौ କତି ସୋପାନାନି ଆସନ୍। ପ୍ରତ୍ୟକ୍ଷ ପଦ୍ଧତି ପିଲେ ପ୍ରଥମେ କେତୋଟି ସୋପାନ ଥିଲା ପ୍ରତ୍ୟକ୍ଷ ପଦ୍ଧତିରେ? ନା ସାର୍ 5ଟି ସୋପାନ ଥିଲା। ପରିମାର୍ଜିତରେ 3ଟି। ତେବେ ପ୍ରଥମେ ଯେଉଁ 5ଟି ଥିଲା ସେ 5ଟି କ'ଣ କ'ଣ ଆଉ ପରିମାର୍ଜିତ 3ଟି କ'ଣ କ'ଣ ତାକୁ ତୁମେ କମେଣ୍ଟ ବକ୍ସରେ ଲେଖେଇକି କହିବ ହେଲା। ତାର ଇଂଲିଶ ନାଁ ସହିତ ଲେଖିବ ପିଲେ। ସଂସ୍କୃତରେ ତାକୁ କ'ଣ କୁହାଯାଉଛି ଆଉ ଇଂଲିଶରେ କ'ଣ କୁହାଯାଉଛି ତାକୁ ଲେଖିକି କହିବ। ତାପରେ କସ୍ୟାଂ ପଦ୍ଧତौ ସୂତ୍ରାବଳୀନାଂ କଣ୍ଠସ୍ଥୀକରଣମ୍ ଆବଶ୍ୟକମ୍। କେଉଁ ପଦ୍ଧତିରେ ସୂତ୍ରାବଳୀ ଗୁଡ଼ିକର କଣ୍ଠସ୍ଥୀକରଣ ଆବଶ୍ୟକତା ରହିଛି ପିଲେ? ପରୋକ୍ଷ ପଦ୍ଧତୌ ପରୋକ୍ଷ ପଦ୍ଧତିରେ ନା ପ୍ରତ୍ୟକ୍ଷ ପଦ୍ଧତିରେ ନା ଆରୋହ ପଦ୍ଧତିରେ ନା ଅବରୋହ ପଦ୍ଧତିରେ? ସୂତ୍ରାବଳୀର କଣ୍ଠସ୍ଥୀକରଣ ପିଲେ। ଦେଖ କଣ୍ଠସ୍ଥୀକରଣ ବେଶୀ କରାଯାଏ କେଉଁଠି? ଗୋଟେ ହେଲା ପାରମ୍ପରିକ ପ୍ରଣାଳୀରେ। ଆଉ ଗୋଟେ ଜାଗାରେ ମଧ୍ୟ ଆମେ କଣ୍ଠସ୍ଥୀକରଣ କରିଥାନ୍ତି ସୂତ୍ର ଗୁଡ଼ିକର। ସେ ହେଲା ପିଲେ କେଉଁଠି? ନା ଅବରୋହରେ ହେଲା। ଅବରୋହ ପ୍ରଣାଳୀରେ ଅବରୋହ ପଦ୍ଧତିରେ ମଧ୍ୟ କଣ୍ଠସ୍ଥୀକରଣ କରାଯାଇଥାଏ। ଏଠି ସ୍ମରଣ ଶକ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଏ। ପ୍ରଥମେ ସୂତ୍ର, ତାର ନିୟମ, ତାର ବ୍ୟାଖ୍ୟା ଏସବୁ ମନେ ରଖିବାକୁ ପଡ଼ିଥାଏ। ଉଦାହରଣ ତାର ପିଲା ଦେଲେ ନିୟମ ସ୍ପଷ୍ଟୀକରଣମ ପ୍ରୟୋଗ ପ୍ରଦର୍ଶନମ ପୁନଃ ପରୀକ୍ଷଣମ। ଏହି ସୋପାନ ଗୁଡ଼ିକ କେଉଁଠି ଅନ୍ତର୍ଭୁକ୍ତ? ନିୟମ ଆସିବ, ସ୍ପଷ୍ଟୀକରଣ ଆସିବ, ପ୍ରୟୋଗ ପ୍ରଦର୍ଶନ ଆସିବ, ପୁନଃ ପରୀକ୍ଷଣ ଆସିବ। ଏହି ସୋପାନ ଗୁଡ଼ିକ କେଉଁଠି ଅନ୍ତର୍ଭୁକ୍ତ ପିଲେ? ଆଗମନ ପଦ୍ଧତିରେ ନା ନିଗମନ ପଦ୍ଧତିରେ ନା ପ୍ରତ୍ୟକ୍ଷ ପଦ୍ଧତିରେ ନା ଅନୁବାଦ ପଦ୍ଧତିରେ? ଏଇଟା ପିଲେ ତମ ସିଟି ବୁକ୍ରେ ନଥିଲେ ମଧ୍ୟ ମୁଁ ଯେତେବେଳେ ଅନୁବାଦ ପଦ୍ଧତି ଆଉ ଯେତେବେଳେ ମୁଁ ଆଗମନ ନିଗମନ ପଢ଼ିଥିଲି ସେତେବେଳେ ଏଇଟା କହିଥିଲି ତୁମକୁ। ତ କୁହ ପିଲେ ସାର୍ ନିଗମନ ପଦ୍ଧତିରେ ନିୟମ ଆସିଲା ପିଲେ। ପ୍ରଥମେ ନିୟମ ଆସୁଛି ମାନେ ତମେ ଜାଣିଯିବ କି ନିଗମନ କଥା ହିଁ କହୁଛି ହେଲା। ପ୍ରଥମେ ଯଦି ଉଦାହରଣ ଆସିଥାନ୍ତା ପିଲେ ତାହେଲେ ଆମେ ଜାଣିପାରିଥାନ୍ତେ ଆଗମନ କଥା କହୁଛି। ତେବେ ଏଇ ସୋପାନ ଏଇଟା ହେଲା ତାର ଆମର ନିଗମନ ପଦ୍ଧତିର ସୋପାନ ଗୁଡ଼ିକ ପିଲେ ତାକୁ ମନେ ରଖିବ ହେଲା। ତାପରେ ଚାଲ ତାର ହେଲା ବ୍ୟାକରଣ ଆଧାରିତ ପାଠ ସଂସ୍କୃତ ଭାଷୟା କିମ୍ କଥ୍ୟତେ। ଏ ଯେଉଁ ବ୍ୟାକରଣ ଆଧାରିତ ପାଠକୁ ସଂସ୍କୃତ ଭାଷାର ଯେଉଁ ବ୍ୟାକରଣ ଆଧାରିତ ପାଠକୁ ଆମେ ଆଙ୍ଗ୍ଲ ଭାଷାରେ କ'ଣ କହୁଛୁ ପିଲେ? ଏଠି ଟାଇପିଂ ମିଷ୍ଟେକ୍ ହେଇଛି। ଆଙ୍ଗ୍ଲ ଭାଷାୟା କିମ୍ କଥ୍ୟତେ। ବ୍ୟାକରଣ ଆଧାରିତ ପାଠ ଏଠି ଦେଖି ତ ଜାଣିପାରୁଥିବ ନା ଗ୍ରାମାର ବେସ୍ଡ ଟିଚିଂ। ବ୍ୟାକରଣ କଥା ଏଠି ବ୍ୟାକରଣ କହିଲେ ପିଲେ ଗ୍ରାମାର, ତେଣୁ ଗ୍ରାମାର କୋଉଠି ଲେଖାନି ଗୋଟେ ଜାଗାରେ ଅଛି ପିଲେ ଗ୍ରାମାର। ଅନ୍ୟ 4ଟି ବିକଳ୍ପରେ ଯେଉଁ ଅଛି ସେ କ'ଣ ପିଲେ? ନା ପ୍ରାକ୍ଟିସ୍ କହିଲେ ଅଭ୍ୟାସ, ପ୍ରଗ୍ଲୁ କହିଲେ ପିଲେ ପ୍ରସ୍ତାବନା, ଅବଜେକ୍ଟିଭ ଅଫ୍ ସାଂସ୍କୃତି କହିଲେ ସଂସ୍କୃତିର ଲକ୍ଷ୍ୟ ପିଲେ ହେଲା, ତାର ଉଦ୍ଦେଶ୍ୟ ପିଲେ। ଅବଜେକ୍ଟିଭ ଅଫ୍ ସାଂସ୍କୃତି କହିଲେ ସଂସ୍କୃତିର ଲକ୍ଷ୍ୟ ବା ଉଦ୍ଦେଶ୍ୟ। ଲକ୍ଷ୍ୟ ନୁହେଁ ପିଲେ ଉଦ୍ଦେଶ୍ୟ, ସଂସ୍କୃତିର ଉଦ୍ଦେଶ୍ୟ ହେଲା। ତାପରେ ଟ୍ରାଡିସନାଲ ମେଥଡ ସଂସ୍କୃତ ଭାଷାୟା କିମ୍ କଥ୍ୟତେ। ଟ୍ରାଡିସନାଲ ମେଥଡକୁ ଆମେ କ'ଣ କହୁଛନ୍ତି ପିଲେ? ସେଟା ପରମ୍ପରା ପଦ୍ଧତି। ଅବରୋହ ପଦ୍ଧତି କି ଡିଡକ୍ଟିଭ ମେଥଡ। ଦଣ୍ଡାନ୍ୱୟ ପିଲେ ଦଣ୍ଡାନ୍ୱୟ କ'ଣ କୁହାଯାଉଛି? ଏଇଟା ତମେ ଇଂଲିଶରେ କହିବ ହେଲା। ଦଣ୍ଡାନ୍ୱୟ ପଦ୍ଧତି କି କ'ଣ କୁହାଯାଏ? ଆଉ ଆର ତ ଇଣ୍ଡକ୍ଟିଭ। ତୁମ ପାଇଁ ବି କିଛି କିଛି ପ୍ରଶ୍ନ ବଞ୍ଚିକି ଥାଉ ପିଲେ, ତୁମେ ମାନେ ଉତ୍ତର ଦେବ। ଠିକ୍ ଅଛି, ଯାହାଦ୍ୱାରା ତମର ମଧ୍ୟ ରିଭିଜନ ହେଇଯିବ। ଆଦୌ ବିଶେଷଣମ ୟୋଜ୍ୟମ ବିଶେଷ୍ୟମ ତଦନନ୍ତରମ ଉକ୍ତିରିୟମ କୁତ୍ର ବିଦ୍ୟତେ। ଆଦୌ ବିଶେଷଣ ପ୍ରଥମେ ବିଶେଷଣର ଯୋଜନା କରାଯିବ, ତାପରେ ବିଶେଷର ଯୋଜନା କରାଯିବ। ଏ କୋଉଠି ହେଇଥାଏ ପିଲେ? ବାକ୍ୟାନୁବାଦରେ ହୋଇଥାଏ ନା ଖଣ୍ଡନରେ ହୋଇଥାଏ ନା ଦଣ୍ଡାନ୍ୱୟରେ ନା ପଦ ନିର୍ଣ୍ଣୟରେ? କୋଉଠି ହେଇଥାଏ କୁହ? ଇଏ ଅନ୍ୟ ପଦ୍ଧତିରୁ ତମେ ଏଇଟା ଦେଖିକି ଜାଣିପାରୁଥିବ ହଁ ସାର୍ ଏଇଟା ଅନ୍ୟ ପଦ୍ଧତିରୁ ଆସିଛି। ତେବେ କୋଉ ଅନ୍ୱୟରେ ଏମିତି ହେଇଥାଏ? ଆଦୌ ବିଶେଷଣ ମ୍ୟୁଜିୟମ ବିଶେଷ୍ୟମ ତଦନନ୍ତରମ।
ନା ସାର୍ ଦଣ୍ଡାନ୍ୱୟ ପଦ୍ଧତି ରହିଥାଏ। କୋଉଠି ହେଇଥାଏ ପିଲେ? ନା ଦଣ୍ଡାନ୍ୱୟ ପଦ୍ଧତିରେ। ଏମିତି ଶ୍ଲୋକ ଦେଇକି ସିଧା ପଚାରିବେ ପିଲେ ଏଇଟା କୋଉଠି ହେଇଥାଏ ହେଲା। ଏ ଦଣ୍ଡାନ ପଦ୍ଧତିରେ ଦଣ୍ଡମିତ୍ୟସ୍ୟ ପଦସ୍ୟ କ ଅର୍ଥଃ ବା କୋର୍ଥ। ଏ ଦଣ୍ଡାନ୍ୱୟ ଯୋଉ କୁହାହଉଛି ସେ ଦଣ୍ଡ କହିଲେ କାହାର ସୂଚକ ପିଲେ? ଦଣ୍ଡ କହିଲେ ପଦର, ବାକ୍ୟର, ନା ସୂତ୍ରର, ନା ବିଗ୍ରହର? ତ ସେ ଦଣ୍ଡ କହିଲେ ବାକ୍ୟର ସୂଚକ। ଦଣ୍ଡ କହିଲେ କାହାକୁ ବୁଝାଏ ପିଲେ? ବାକ୍ୟକୁ ବୁଝାଏ। ଠିକ ଅଛି। ତାପରେ ଚାଲ ଦଣ୍ଡାନ୍ୱये असमापिका कृत रूपेण कस्य प्रत्ययस्य प्रयोग न भवति। ଆମେ ଜାଣିଛନ୍ତି ଏଇ ଶ୍ଲୋକଟି ଯେ ମନେ ରଖିଥିବ ଏଇଠି ଆରାମରେ ଏଇ ଉତ୍ତରଟି କରିପାରିବ। ପୁରା ଶ୍ଲୋକଟି ଆଦୌ ବିଶେଷଣଂ ୟୋଜ୍ୟଂ ବିଶେଷ୍ୟଂ ତଦନନ୍ତରଂ ତ୍ୱା ନମୂଲ୍ୟ ପ୍ରଭୃତି ଏବଂ ପୂର୍ବଂ ଦଣ୍ଡାନ୍ୱୟୀ ଭବେତ୍। ତେବେ ଏଇଠି ତମେ ଏତିକି ଯଦି ମନେ ରଖିଥିବ ତାହେଲେ ଜାଣିପାରିବ। ତ୍ୱା ପ୍ରତ୍ୟୟ ଜାଣିଛ, ନମୂଳ ପ୍ରତ୍ୟୟ ବି ସେଠି ଅଛି, ଲ୍ୟ ପ୍ରତ୍ୟୟ ଅଛି, କିନ୍ତୁ ତବତ ପ୍ରତ୍ୟୟଟା ପିଲେ ଅସମାପିକା କ୍ରିୟାରେ ଯାଏନି ପିଲେ ହେଲା। ତବତ ପ୍ରତ୍ୟୟ ପିଲେ। ତାପରେ ଗଦ୍ୟ ଶିକ୍ଷଣस्य कृते ସର୍ବୋତ୍କୃଷ୍ଟ ପଦ୍ଧତି। ଗଦ୍ୟ ଶିକ୍ଷଣ कृते ସର୍ବୋତ୍କୃଷ୍ଟ ପଦ୍ଧତି କୋଉଟା? ସାରା ପ୍ରତ୍ୟକ୍ଷ ପଦ୍ଧତି। ବ୍ୟାକରଣ ପାଇଁ ଆରୋହ ଅବରୋହ, ପରୋକ୍ଷ ହେଲା ପିଲେ ପଦ୍ୟ ପାଇଁ, ଅନୁବାଦ ପିଲେ ବ୍ୟାକରଣ ଶିକ୍ଷଣର ଆସେ ପିଲେ ହେଲା। ତାପରେ कस्मिन् सोपाने कवीनां परिचयः संक्षेपेण प्रदीयते। कवि मानकर परिचय कोउठी दिया पिले ई हला हमर थर्ड यूनिट रो प्रश्न। कवि मानकर परिचय संक्षेप रे कोउठी दिया जाय पिले कुआ? पिले इंग्लिश वर्ड गुडी के जति के मु कहितली समस्त मन रखिछ त? जो माने एपन मन रखिन सब जाई देखि द पिले संस्कृत रो इंग्लिश रे कोन कुआ जाय? संस्कृत शिक्षण रो सब इंग्लिश वर्ड गुडी के गोटे क्लास रे मु कर देइथिली पिले। तुम सेठी जाई देखि दबो आ ताको मन रखियो पिले। तुमको से दायित्व देइथिले पिले तुमे न मन रखिबो परीक्षा हैरान हबो। तेणु ताको टिए मन रखिबो। पढे पिले एसरा उपक्रम सोपान रे। ए उपक्रम सोपान रे ही आमे कविंकर विषय टिके सामान्य परिचय देइथांती। तापरे गृह कार्य प्रश्नः कस्मिन् सोपाने प्रदीयन्ते। गृह कार्य प्रश्न ए पिले गृह कार्य आसे माने अंतिम सोपान रे। अंतिम सोपान रे कोन पिले हमर ना प्रयोग सोपान रे हैला। तापर चलो बाहरी शब्द से द्वितीय बहुवचने ये व्याकरण राशि हला पिले शब्द रूप रो। तबे को बाहरी शब्द रो द्वितीय बहुवचन रे कोन रूप हबो? ना सर बारिणी कोडा पिले बारिणी मजरा दीर्घई तापर ह्रस्व पिले रूप केमि चले फिरे बारी बारिणी बारिणी एबेला चलियो रूप। तेणु बारिणी पिले प्रथमार बहुवचन मध्य द्वितीयर बहुवचन मध्य सेटा तार पिले युवयोः इत्यत्रः विभक्ति वचनांच चिनुत। युवयोः कोउठी पिले को विभक्ति रे को वचन रे हो को पिले युवय आसले माने हम जानजोती द्विवचन रे हबो। द्विवचन रे कोउठी कोउठी परियो पंचमी रे परियो आ षष्ठी रे मध्य हे परियो। तबे टी देखो पंचमी तो नाही तबे षष्ठी द्विवचन पिले युवयोः। ठीक अछि। शब्द रूप धातु रूप गुडी तुमे पिले मन रखिबो। तापरे अस्मद् शब्दस्य चतुर्थी एकवचन रूपम लिखत। अस्मद् शब्दर चतुर्थी एकवचन रे कोन रूप होय पिले? ना सर मह्यम ହେଲା। तापर आसला स्त्री प्रत्यय तो मु पढैछि तुम मानकु। तबे कुह अरण्य महत् अरण्यम। महत् अरण्य को स्त्री प्रत्यय कोन कह जाय पिले कुह? महत् अरण्य कहले काहा को कह जाय महत् अरण्य कुह? ना सर अरण्यानि का पिले अरण्यानि। महत् अरण्यम कहले अरण्यानि हर्षण्य पिले दीर्घ हैला। तापर छबा गोप जातीय स्त्री पिले दुईटी कहि परियो गोपर स्त्री आ गोडला गोप जातीय स्त्री। तबे कुह गोप जातीय स्त्री काहा कहबा हमें? गोपी की कहबा ना गोपा को कहबा ना गोपालिका को कहबा काहा को कहबा कुह? मु कहितले पिले जदी जाति को बुझेला ताले का को प्रत्यय पिले ना टा प्रत्यय हबो। जाति को बुझुतले
ଟା ପ୍ରତ୍ୟୟ ହବ ତା ନିଜ ସ୍ତ୍ରୀ ବୁଝଉଥିଲି ପିଲେ ଇମ୍ ପ୍ରତ୍ୟୟ ହବ ଯେହେତୁ ଜାତି କଥା ପଚାରିଛି ତାହେଲେ କ'ଣ ହବ ପିଲେ ନା ଗୋପା ହେଲା ଗୋପ ଜାତୀୟ ସ୍ତ୍ରୀ ହେଲା ଗୋପା ଆଉ ଯଦି ଗୋପର ସ୍ତ୍ରୀ ହେଇଥାନ୍ତା ତାହେଲେ ଗୋପୀ ହେଇଥାନ୍ତା ହେଲା ଗୋପୀ ହ୍ରସ୍ୱ ନ ପିଲେ ଦୀର୍ଘ ହେଇଥାନ୍ତା ଗୋପୀ ହେଲା ତାର ଥିଲା ଆ ଯୁକ୍ତ ଗମ୍ ଯୁକ୍ତ ଲ୍ୟପ୍ ତ କ'ଣ ପିଲେ ଲ୍ୟପ୍ରୁ କ'ଣ ରହିବ ଇଏ ରହିବ ଖାଲି କହିଯିବ ଗମ୍ ମରିଗଲେ ପିଲେ ମିଅ ହେଇଯିବ ପିଲେ ଦେଖିଦିଅ କୋଉଠି ଅଛି ନା ଆଗମ୍ୟ ହେଲା ତାପରେ ଭୂ ଧାତୁ ଲୋଟ ଲକାରେ अस्ति ଭୂ ଧାତୁର ଲୋଟ ଲକାରେ କୋଉଟା ଅଛି ପିଲା ଦେଖି କୁହ ଭବେତ୍ ଭବାନୀ ବଭୁବ ଭବାନ ନା ସେଟା ଭବାନୀ ହେଲା ତାର ହନ୍ ଧାତୁ ପ୍ରଥମ ପୁରୁଷ ବହୁବଚନେ ଏଇଟା କୁହ ପିଲେ ଏଇଟା ବହୁତ ପିଲା ଭୁଲ କରନ୍ତି ଏଇଟା ପ୍ରଶ୍ନ ବାରମ୍ବାର ମଧ୍ୟ ଷ୍ଟେଟରେ ରିପିଟ୍ ହୁଏ ତ କୁହ ପିଲେ କ'ଣ ହବ ହନ୍ତି ହବ ନା ହତ ହବ ନା ଘ୍ନନ୍ତି ହବ ନା ହନନ୍ତି ହବ କ'ଣ ପିଲେ ହନ୍ ଧାତୁ ପ୍ରଥମ ପୁରୁଷ ବହୁବଚନରେ ଘ୍ନନ୍ତି ହୁଏ ହେଲା हंती हतः घ्नन्ति एभଳି ରୂପ ଚାଲି ପିଲେ ହେଲା ତାପରେ ଦେଖ कश्चित् पदस्य शुद्ध संधि विच्छेद कह कश्चित् पदर शुद्ध संधि विच्छेद कोडा पिले हम पढ़िथिले विसर्ग परे जदि च वर्ग आछी से विसर्ग रहितिबा जो स टी को प्रकार सह पिले ना तालव्य सह हिजिवो जेतो परे तालव्य वर्ण अछि पिले वर्गर वर्ण छला तबे कह युक्त चित कण पिले ना कश्चित हेछि ए जो विसर्गटरे स हबार परे से सट के ओबडी सहिछि पिले ना तालव्य सहिकि मिसिछि यदि ट थांता ताले मूर्धन्य सही थांता यदि न थांता कि त थांता ताले दंत्य सही थांता पिले हला तापर देखो शुद्ध संधि विच्छेदम चिनुत तेनार्थित्वम संधि कल पिले तेन युक्त अर्थित्वम दीर्घ संधि हेछि पिले हला तेनार्थित्वम अमिसिकी आ होइछि पिले ठीक अछि तार आसला एबे कवि परिचय आसिला पिले भवभूति ना कानी ग्रंथ रचितानि पिले डी होला कानी ग्रंथानि रचितानि अथवा ग्रंथ रत्नानि विरचितानि को पिले भवभूतिर केतरा रचना भवभूतिंगर आमे जानि चंदी भवभूतिंगर सारा तीनोटी रचना से तीनोटी रचना देखो कोठी अछि ना उत्तरामचरित महावीर चरित मालती माधव उत्तरामचरित रे 7टी अंक महावीर चरितम पिले केतटी अंक 7टी अंक मालती माधव गोटे प्रकरण तेणु एठी 10टी अंक हला तापरे गीत गोविंदस्य प्रथम सर्गस्य नाम किम गीत गोविंदर प्रथम सर्ग गीत गोविंदर केतोटी सर्ग आगे को ना सर गीत गोविंदर 12टी सर्ग अछि ते 24टी प्रबंध अछि रचयिता किए ना जयदेव हला से कोठिकर बासिंदा ना उत्कलर बासिंदा केन्दुबिल ग्रामर जन्म तांका स्त्री ना पद्मावती एबळे सब परिचय पचरे पिले ते प्रथम सर्गर ना कोन को सा अमुष्नि साद्रु नामी मुमुस्वासु एबळे तमे मन रख परियो प्रथम अक्षर गुडी लिखि देगी सर सामद दामोदर सा अमुष्नि अक्लेश केशव एबळे अछि पिले सामद दामोदर कोन प्रथम सर्गर ना एगुडी पिले मु कहि दिले मन रखिया पई तुम जदि मन रखथियो मु कोन करिवि का करते ही भाषा विरचिता नास्ति भाषांग विरचिता कोटा नुहे पिले अच्छा चारुदत्त भाषांग रचना कर्णभार ये भाषा रचना वासवदत्ता पिले सुबंधुकर रचना है प्रतिमा नाटक मध्य भाषांग रचना जोटा रामायण आश्रित चारुदत्त तांकर पिले निज कल्पित रचना कर्णभार मध्य महाभारत रचना ठीक अछि कालिदास ना विरचितम खंडकाव्यम किम कालिदास द्वारा विरचित खंडकाव्यटी कोन कुह नसे ऋतु समार आ मेघदूत होची तांकर खंडकाव्य कालिदासंकर सेबडी तांकर महाकाव्य कोन आ तांकर पिले नाटक कोन कोन ताको तुम कमेंट बॉक्स रे लिखि कहबो ठीक अछि तापर जिबा त्रिविक्रम भट्टस्य नामांतरम कह अस्ति ए भीतर त्रिविक्रम भट्टकर अन्य नाम कोटा कहले पिले गंगा त्रिविक्रम ना जमुना त्रिविक्रम ना विक्रम ना दीपशिखा आम सर जानी दीपशिखा हेले किए ना कालिदास तेणु एटा हो पारिबनी विक्रम तो नुहे गंगा त्रिविक्रम आम पढ़ी ना आम सर खाली पढ़ी जमुना त्रिविक्रम बोली तबे जमुना त्रिविक्रम कार ना ना त्रिविक्रम भट्टकर अन्य नाम है आ गोटे कौन अन्य नाम पिले कही मुझे तुम लिखि कमेंट बॉक्स रे कहबो कादम्बरी केन विरचिता कादम्बरी रचिता किए
ଭାଷଙ୍କର ତେରଟା ନାଟକ ଜାଣିଛ? ଭାଷଙ୍କର ତ ନୁହେଁ, ଜୟଦେବଙ୍କର ତ ନୁହେଁ, ଅଶୋକଙ୍କର ନୁହେଁ, ନା ବାଣଭଟ୍ଟଙ୍କର ସରି ବାଣଭଟ୍ଟ ନା କାଦମ୍ବରୀ ବିରଚିତ। ଏ କାଦମ୍ବରୀଟା କ'ଣ ପିଲେ? ଗୋଟେ କଥା ନା କ'ଣ? ନା ଗଦ୍ୟ କାବ୍ୟ ନା ନାଟକ ନା କ'ଣ? ସବୁ ଲେଖିକି କହିବ ତ। ତାପରେ ଶତକ ତ୍ରୟମ୍ କସ୍ୟ କୃତିରସ୍ତି। ଶତକ ତିନିଟା ପିଲେ କ'ଣ କ'ଣ? ନା ଶୃଙ୍ଗାର ଶତକ, ବୈରାଗ୍ୟ ଶତକ ଆଉ ନୀତି ଶତକ। ସେ ଶତକ ତିନିଟା ରଚିତ କିଏ? ନା ଭର୍ତ୍ତୃହରି। ଭର୍ତ୍ତୃହରିଙ୍କର ବ୍ୟାକରଣଗତ ରଚନାଟି କ'ଣ? ତାକୁ ମଧ୍ୟ କମେଣ୍ଟ ବକ୍ସରେ କହିବ ହେଲା। ତାପରେ ନୈଷଧି ଚରିତମ୍ କସ୍ୟ କୃତିରସ୍ତି। ନୈଷଧି ଚରିତ କାହାର କୃତି ପିଲେ? ଶ୍ରୀହର୍ଷଙ୍କର କୃତି। ଶ୍ରୀହର୍ଷଙ୍କର କୃତି ହେଲା ନୈଷଧି ଚରିତମ୍, ଯୋଉଠି ନିଷଧର ରାଜା ନଳ ଆଉ ବିଦର୍ଭର କନ୍ୟା ଦମୟନ୍ତୀଙ୍କ କଥା ବର୍ଣ୍ଣନା ହେଇଛି, ତାଙ୍କ ପ୍ରେମ ବିଷୟରେ। ବାଣଭଟ୍ଟ କସ୍ୟ ଚରିତମ୍ ଅବଲମ୍ବ୍ୟ ଗଦ୍ୟ କାବ୍ୟମ୍ ରଚିତବାନ୍। ବାଣଭଟ୍ଟ କାହାଙ୍କ ଚରିତ ଅବଲମ୍ବନ କରି ଗଦ୍ୟ କାବ୍ୟ ରଚନା କରିଛନ୍ତି ପିଲେ? ହର୍ଷବର୍ଦ୍ଧନଙ୍କର ହେଲା। ହର୍ଷବର୍ଦ୍ଧନଙ୍କ ଉପରେ ଲେଖି ସେ ରଚନା କରିଛନ୍ତି ହର୍ଷଚରିତମ୍। ଠିକ ଅଛି। ଏଇଭଳି ଭାବରେ ପିଲେ ଆମେ ଦେଖିଲେ 50ଟି ପ୍ରଶ୍ନ। ତୁମମାନଙ୍କର କେତୋଟି ପ୍ରଶ୍ନ ଠିକ ହେଲା, କେତୋଟି ପ୍ରଶ୍ନ ଭୁଲ ହେଲା, ତୁମେମାନେ ତାକୁ ତଦାରଖ କରିବ ଆଉ ମୋତେ ଜଣେଇବ ପିଲେ। କମେଣ୍ଟ ବକ୍ସରେ ଜଣେଇବ କି ସାର୍ ମୋର ଏତୋଟି ପ୍ରଶ୍ନ ଠିକ ହେଲା, ଏତୋଟି ପ୍ରଶ୍ନ ମୋର ଭୁଲ ହେଲା, ମୋର ଏଇ ବିଷୟ ଗୁଡ଼ିକ ହୋଇନି। ତାହେଲେ ମୁଁ ଜାଣିପାରିବି ତମେ କେତେ ପ୍ରିପେୟାର ହେଇକି ଅଛ ପିଲେ। କାରଣ ଏକ୍ଜାମ ପାଇଁ ଆଉ 7 ଦିନ ଅଛି। ଆଉ ମୁଁ ମଧ୍ୟ କହିଛି କି ଏମିତି ତମେ ପିଲେ ଯଦି ଏପର୍ଯ୍ୟନ୍ତ କିଛି ପଢିନ, କେମିତି ବି ଏଇ 7 ଦିନରେ ମଧ୍ୟ ତମେ ଚାହିଁଲେ ବି ଏବେ ଓଷ୍ଟେଡ୍ କ୍ଲିୟର କରିପାରିବ ହେଲା। ତୁମେ ଟିକେ ଧ୍ୟାନ ଦବ। ଆଉ କୋଉଠି କାହାର କ'ଣ ଅସୁବିଧା ଅଛି କମେଣ୍ଟ ବକ୍ସରେ ଜଣେଇବ। ଆଉ ପିଲେ ତୁମକୁ କ୍ଲାସ୍ କେମିତି ଲାଗୁଛି, କ୍ଲାସ୍ଟି ବିଷୟରେ ଫିଡବ୍ୟାକ୍ ଦେବ। ଆଉ ଯେଉଁ ସବୁର ମୁଁ ଉତ୍ତର କହିଲି ପିଲେ ତୁମେ କମେଣ୍ଟ ବକ୍ସରେ ଦେବା ପାଇଁ, ମୁଁ ଯେମିତି ଦେଖିବି ତୁମେମାନେ ତାର କମେଣ୍ଟ ବକ୍ସରେ ଉତ୍ତର ଦେଇଥିବ। ଠିକ ଅଛି ପିଲେ। ଆଉ କହିବାର ଆବଶ୍ୟକତା ନାହିଁ କି ଆମ ସହିତ ଯୋଗାଯୋଗର ମାଧ୍ୟମ ଗୁଡ଼ିକ ମୁଁ ପ୍ରଥମରେ କହିଦେଇଥିଲି। ପିଲେ ଯଦି ତୁମ କ୍ଲାସ୍ ଗୁଡ଼ିକ ଭଲ ଲାଗୁଥିବ ତୁମ ସାଙ୍ଗସାଥିକି ପଠାଇବ, କାରଣ ପରୀକ୍ଷା ଅଳ୍ପ ଦିନ ରହିଲା, ସେମାନେ ମଧ୍ୟ ଆମ ସହିତ ଯେମିତି ପ୍ରସ୍ତୁତି ହେଇପାରିବେ ଆଉ ନିଜର ପରୀକ୍ଷାରେ କ୍ୱାଲିଫାଏ ହେବେ ଆଉ ଆଗକୁ ଆସୁଥିବା ଭେକେନ୍ସିରେ ସେ ମଧ୍ୟ ଏଲିଜିବଲ୍ ହେବେ ପାତ୍ରତା ପାଇଁ। ଠିକ ଅଛି ପିଲେ। ଆଜି ପାଇଁ ଏତିକି ପିଲେ। ପୁଣି ଦେଖା ହେବ ଆଉ କିଛି ନୂଆ କ୍ୱେଶ୍ଚିନ୍ ସହିତ। ଆଉ କିଛି କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କରିବା। ଆଉ ଏଇଭଳି ଆମେ ଗୋଟେ ସିରିଜ୍ ଚଲେଇବା କିଛି ଦିନ, 4-5 ଦିନ ପିଲେ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ଆଉ ତାପରେ ପିଲେ ପରୀକ୍ଷା ଦେବା। ଆଉ ପିଲେ ଯେଉଁମାନେ ପରୀକ୍ଷା ଦେବ ତୁମମାନଙ୍କ ପାଇଁ ସବୁ ମଙ୍ଗଳ ହଉ, ତୁମେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅ। ଆଉ ଯେଉଁମାନେ ପିଲେ SSB TGT ପାଇଁ ପଢ଼ୁଛ ସେମାନେ ମଧ୍ୟ ତାଙ୍କର ପ୍ରିପାରେସନ୍ ଏଭଳି ଜାରି ରଖିଥାଅ। ଯେବେ ପିଲେ ଭେକେନ୍ସି ଆସିବ ସେତେବେଳେ ଆମେ ଆମର ସିଟ୍ ଗୋଟିଏ ହାତେଇ ନେବା। ଠିକ ଅଛି ପିଲେ। ପୁଣି ଦେଖା ହେବ ଆଉ ଗୋଟେ କ୍ଲାସ୍ରେ। ସେ ପର୍ଯ୍ୟନ୍ତ ରହିଲି। ଧନ୍ୟବାଦ। ଜୟ ଜଗନ୍ନାଥ।